ତୁମକୁ ଛାଡ଼ି ଚାଲି ଯାଉଥିବା ବ୍ୟକ୍ତିଙ୍କୁ ହରାଇ ଭୟ କର ନାହିଁ। ତୁମ ଜୀବନ କାଳରେ ସେମାନେ ସେତିକି ଦିନ ପର୍ଯ୍ୟନ୍ତ ତୁମ ସହିତ ରହିବେ ଯେତିକି ଦିନ ପର୍ଯ୍ୟନ୍ତ ସେମାନଙ୍କର ସମୟ ସ୍ଥିର ହୋଇଛି। ଆରେ ଛାଡ଼ୁଥିବା ବ୍ୟକ୍ତିକୁ ତ କେବଳ ଏକ ବାହାନାର ଆବଶ୍ୟକ ଥାଏ, କାହିଁକି ନା ଯିଏ ତୁମକୁ ପ୍ରକୃତ ହୃଦୟରୁ ସାଥି ଦେବାକୁ ଚାହେଁ ନା ପିଲାମାନେ, ସିଏ ତୁମ ସହିତ ସ୍ୱଇଚ୍ଛାରେ ଏବଂ ବିନା କାରଣରେ ରହିବାକୁ ପସନ୍ଦ କରେ। ତାହା ପୁଣି ତୁମକୁ ଭଲ ଲାଗୁ କି ନ ଲାଗୁ। ହଁ, ଏସବୁ ମଧ୍ୟରେ ତୁମେ ମୋତେ କାହିଁକି ଭୁଲି ଯାଉଛ? କାହିଁକି ନା କିଏ ତୁମ ସହିତ ରହୁ କି ନ ରହୁ, କିନ୍ତୁ ମୁଁ ତ ସବୁବେଳେ ତୁମ ସହିତ ହିଁ ଅଛି। ଯଦିଓ ମୁଁ ଆଉ ଶାରୀରିକ ରୂପରେ ନାହିଁ, କିନ୍ତୁ ମୋର ଅସ୍ଥି ବା ହାଡ଼ ତଥାପି ତୁମ ସହିତ ଏବେ ବି କଥାବାର୍ତ୍ତା କରେ। ସେଥିପାଇଁ ମୁଁ ବର୍ତ୍ତମାନ ମୋର ପ୍ରତ୍ୟେକ ପିଲାମାନଙ୍କ ସହିତ ଅଛି। ମନେ ରଖ, ଯଦି ତୁମ ଜୀବନରେ କେଉଁଠି ବି କୌଣସି ଦୁଆର ବନ୍ଦ ହୋଇଯାଏ ବା ବନ୍ଦ ହୋଇଯାଇଛି, ତେବେ ମୁଁ ତୁମ ପାଇଁ ଅନ୍ୟ ଏକ ଦୁଆର ଖୋଲିବି। କିନ୍ତୁ ତୁମେ ସେହି ଦୁଆରକୁ ଖୋଜି ସେଠାରେ ପ୍ରବେଶ କରିବା ଆବଶ୍ୟକ। ତୁମର କଲ୍ୟାଣ ନିଶ୍ଚିତ ଅଟେ। ଅନ୍ନଦାନ କର। ଜାଣି ରଖ, ମୁଁ ସର୍ବଦା ଥିଲି, ଅଛି ଏବଂ ରହିବି। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।